ମୁଁ ଆଉ ଗୋଟେ କଥା ପଚାରିବା ପାଇଁ ଚାହେଁ ଭେରି ପର୍ସନାଲ କିନ୍ତୁ ଆପଣ ଯେହେତୁ ଗୋଟେ ଆଧ୍ୟାତ୍ମିକ ସ୍ତରରେ ରହିଛନ୍ତି ମୁଁ ଭାବୁଛି ଆପଣ ଆକୁ ଗ୍ରେସଫୁଲି ଗ୍ରହଣ କରିବେ। ଆପଣ ମଦ ପିଇବା ଯୋଗୁଁ ଘରେ ଗଣ୍ଡଗୋଳ ହେଲା କି? ବେଳେବେଳେ ମୋତେ ଲୋକ ସବୁ ଟୁପୁର ଟାପୁର ହୁଅନ୍ତି ବବି ମିଶ୍ରଟା ବହୁତ ମଦ ପିଉଛି ଆଉ ତା ସ୍ତ୍ରୀ ସେଥିପାଇଁ ଭାରି ଦୁଃଖୀ। ସେ ବିଷୟରେ ତ ମୁଁ କହିବା ପାଇଁ ଚାହୁଁନି ହଁ। କିନ୍ତୁ କ୍ଲିୟର କରିଦେବାଟା ଉଚିତ। ମୁଁ ମୋ ବିବାହ ଇଏ ଉପରେ କହୁନି, ମୋ ଉପରେ ମୁଁ କହୁଛି। କାରଣ ଏତେ ଦିନ ହେଲାଣି ଆମର ଡିଭୋର୍ସ ହେଲାଣି, ଆଉ ଜଣଙ୍କ ବିଷୟରେ ମୁଁ ସେଠି ନାହିଁ, ମୁଁ ମୋ କଥାଟା କହୁଛି। ଆପଣ କୁହନ୍ତୁ ଯଦି ମୁଁ ମଦ ପିଇକି ଗୋଟେ ଲୋକକୁ ଟର୍ଚର କରିବି ସେ କଣ 10 ବର୍ଷ ରହିବ ଟର୍ଚର ହବା ପାଇଁ? ବର୍ଷେ 2 ବର୍ଷ 3 ବର୍ଷ ଗୋଟେ ଅପସନାଲ ଆଉ 4 ବର୍ଷ ଦବ, ନହେଲେ ଆଉ ଗୋଟେ ଅପସନାଲ ବର୍ଷ ଦବ, 5 ବର୍ଷ 10 ବର୍ଷ କାଇଁ ରହିବନି। ସେକେଣ୍ଡ, ଯେତେବେଳେ ମୋର ବହୁତ ଅସୁବିଧାର ସମ୍ମୁଖୀନ ହେଇକି ରହୁଥିଲି ସେତେବେଳେ ଗୋଟେ ଲୋକ ରହିବ, ଯେତେବେଳେ ମୋର ଡେଭଲପ ହବ, ମୁଁ ସିନେମା ଫିନେମା ଛାଡି ଦେଇଥିଲି, କରିଥିଲି, ଇନକମ ସୋର୍ସ କମି ଯାଇଥିଲା, ଯେତେବେଳେ ମୋର ଇନକମ ସୋର୍ସ ବଢିବ ସେତେବେଳେ ଲୋକଟେ କାଇଁ ପଳେଇବ? ଆପଣ ଇନକମ ସୋର୍ସ ବଢିଲା ବେଳେ ବିବାହ ବିଚ୍ଛେଦ ହେଲା। ହଁ। ଥାର୍ଡ ଥିଙ୍ଗ, ଯେ ଗୋଟେ ଲୋକ ତାର ପାର୍ଟନର କୁ ଅସୁବିଧା ବେଳେ କେବେ କୌଣସି ଜାଗାରେ ମାନେ ଅସୁବିଧାରେ ପକେଇ ଦେଇ ନାହିଁ। ସେକେଣ୍ଡ ଥିଙ୍ଗ, ତାର ଖୁସି ପାଇଁ ନିଜ କ୍ୟାରିୟରକୁ ବି ଛାଡି ଦେଇଛି। ମୋ ପିକ୍ ପିରିୟଡରେ ମୁଁ ସିନେମା ଛାଡି ଦେଇଥିଲି 2012-17। ଆପଣଙ୍କ ପୂର୍ବତନ ପତ୍ନୀଙ୍କ କଥାରେ କଥା ନୁହଁ, ତାର ଇମୋସନରେ, ଯେହେତୁ ସିଏ ତାକୁ ସିନେମା ମିଳୁନଥିଲା, ମୁଁ କହିଲି ମୁଁ କଲେ ତାଙ୍କୁ କଷ୍ଟ ଲାଗୁଛି ନା। ଓ ସ୍ତ୍ରୀକୁ କଷ୍ଟ ଲାଗିବ ବୋଲି ଆପଣ ଫିଲ୍ମ କଲେ ନା? ଯେ ମୋ ସ୍ତ୍ରୀ ଯଦି ରୋଲ କିଛି ପାଉନାହାନ୍ତି, ଫିଲ୍ମ ପାଉନାହାନ୍ତି, ତାହେଲେ ସ୍ୱାମୀ ହିସାବରେ କେବଳ ବୁଲିକି ତାଙ୍କ ପାଇଁ ସିନେମା ଯୋଗାଡ଼ କରିବାର ଲାଗିଛି। ଆପଣ ମାନେ ଯାଇକି ରଞ୍ଜନ ଶତପଥୀଙ୍କୁ ପଚାରିପାରିବେ, ତାଙ୍କୁ ବି ରିକ୍ୱେଷ୍ଟ କରି, ବହୁତ ଆର୍ଟିଷ୍ଟଙ୍କୁ ରିକ୍ୱେଷ୍ଟ କରିଛି ନା, ଡାଇରେକ୍ଟରଙ୍କୁ, ପ୍ରୋଡ୍ୟୁସରଙ୍କୁ ସିନେମା କରିବା ପାଇଁ। କିନ୍ତୁ ମୁଁ ଯେତେବେଳେ ଦେଖିଲି ନାହିଁ, ମୁଁ କହିଲି ନା, ମୁଁ ଗୋଟେ କଳାକାର ହିସାବରେ, ଜଣେ ସ୍ୱାମୀ ହିସାବରେ, ଗୋଟେ କଳାକାରର ହିସାବରେ, ମେନଲି ଗୋଟେ କଷ୍ଟ, କାମ ନ ମିଳିଲେ ଯୋଉ କଷ୍ଟଟା ମୁଁ ଜାଣିଛି, ତେଣୁ ଆଉ ଜଣେ କଷ୍ଟ କାହିଁ ପାଇବ, ମୁଁ ସାକ୍ରିଫାଇସ୍ କରିଦେଇଥିଲି। ସାକ୍ରିଫାଇସ୍ କଲେ, ଆଉ ନିଜେ ବି କୌଣସି ଫିଲ୍ମ କଲେ କରିନାହିଁ। ଆପଣ ଦେଖନ୍ତୁ ସେ ଟାଇମରେ ସିନେମା ବହୁତ ଅଫର ଆସିଥିଲା, ତ ଆପଣ ଖାଲି ଏଉଠୁ ନୁହଁ, ଅନ୍ୟ ଷ୍ଟେଟରେ ତାହେଲେ ବି ଏତେ ବଡ଼ ହୃଦୟବାନ ସ୍ୱାମୀ, ତାହେଲେ ଅସୁବିଧା କଣ ହେଲା? ଯିଏ ନିଜ କ୍ୟାରିୟରକୁ ସାକ୍ରିଫାଇସ୍ କରିଦେଲେ, ଗୋଟେ ହୃଦୟବାନ ସ୍ୱାମୀ ପାଇଁ ଏତେ ବଡ଼ ସମସ୍ୟା ଆସିଲା କାହିଁକି? ସେଟା ବି ମୋ ପ୍ରାରବ୍ଧ ଯେ ଆପଣଙ୍କୁ କେହି ବୁଝିପାରିଲେନି। ଯେତେବେଳେ ଆପଣଙ୍କର ସମୟ ଥିବ ଖରାପ, ଆପଣ ଘରେ ବସିଥିବେ, ଦେଖିବ କିଛି ଲୋକ ଆରେଷ୍ଟ ହେଇକି ଥାନାରେ, ଜେଲରେ ଥିବେ, ସେ କିଛି ଜାଣିନାହାନ୍ତି। ବେବି ମୋ ଚରିତ୍ରଟା, ମୋ ପ୍ରାରବ୍ଧର, ମୋ ଇଏଟା ଥିବ ସେଇଆ ଯେ ମତେ ଏତିକି ଦିନ ଭୋଗିବାର ଅଛି, ଭୋଗିବି। ମେ ବି ଇଏ ଲାଇନ କି ଆସିବା ପାଇଁ ଡିଟାଚ ନହେଲେ ହେଇପାରିବନି। ମେ ବି ତାଙ୍କର କଣ ଥିବ ଅଲଗା ଜିନିଷ ଆଚିଭ କରିବାର, ସେ ମତେ ନ ଛାଡିଲେ ହେଇପାରିବେନି। ମେ ବି 2 ଜଣ ଅଲଗା ହେଲେ ପରସ୍ପର ଭଲରେ ରହିବେ ବୋଲିକି ହେଇଥାଇପାରେ। ଭଗବାନଙ୍କର ସବୁ ଲୀଳା, ଆମେ କିଛି ଜାଣିନାହାନ୍ତି। ଆପଣ ଆଜି ବି ଯୋଉ ଏଠି ବସିକି ଭାଇନା ମୋର ନଉଛନ୍ତି ଆପଣ ଇଣ୍ଟରଭ୍ୟୁ, ଏଇଟା ବି ଆପଣଙ୍କର ଲେଖା ହେଇଛି, ଆପଣ ମୋ ଇଣ୍ଟରଭ୍ୟୁ ନେବେ ଆଜି, ନହେଲେ ଏ ଜାଗାରେ ଆଜି ଆଉ କିଏ ବସିଥାନ୍ତା। ତେଣୁ ଆମେ କିଛି ଗୋଟେ ଇଲ୍ୟୁଜନ ଭିତରେ ଅଛନ୍ତି, ତା ଭିତରେ ଗୋଟେ ଯେମିତି ଆମେ ଦେଖିପାରୁନାହାନ୍ତି, ମୋବାଇଲ କି ନେଟୱାର୍କ ଆସୁଛି, ସେ ନେଟୱାର୍କ କେମିତି ଆସୁଛି, କେମିତି ଆମେ ଦେଖିପାରୁଛନ୍ତି କି? ସେଟା ଦେଖିପାରୁନାହାନ୍ତି। ଗୋଟେ ସିମ୍ ପଛରେ ଗୋଟେ ଚିତ୍ରଟିଏ ହେଇଛି, ସେ ଚିତ୍ର ସାଟେଲାଇଟ ରୁ ଗୋଟେ ଭିଡିଓଟେ ଆସୁଛି, ଧର ଯୋଉ ଆମେରିକାରେ ଆପଣଙ୍କ ଭାଇଙ୍କ ସାଙ୍ଗରେ କଥା ହଉଛନ୍ତି, ସିଏ କହୁଛି ଆପଣଙ୍କ ଭାଇନା କଣ କରୁଛନ୍ତି, ସିଏ ଆପଣ ଫଟୋରେ ଦେଖୁଛନ୍ତି, ସିଏ ଆପଣ ଯାହା କହୁଛନ୍ତି ସିଏ ସେଠି ଦେଖୁଛନ୍ତି, ଗୋଟେ ମାଧ୍ୟମରେ ଥ୍ରୁ ସାଟେଲାଇଟ ସେ ଯାଉଛି। ସେଇଭଳି ଆମର ସନାତନରେ ମନ୍ତ୍ର ଯନ୍ତ୍ର ତନ୍ତ୍ରକୁ ନେଇକି କରାଯାଏ। ମନ୍ତ୍ର ଯନ୍ତ୍ର ତ ଆପଣ ଜାଣିଛନ୍ତି, ତନ୍ତ୍ର ହଉଛି ଆଗରୁ ସବୁ ଚିତ୍ର କରିକି କାନ୍ଥରେ ଲଗା ହଉଛି, ଶ୍ରୀ ଯନ୍ତ୍ର, ଇଏ ଯନ୍ତ୍ର ବେକରେ ପକଉଥିଲେ ଲୋକମାନେ। ଦ୍ୟାଟ ଇଜ ଏ ମୋବାଇଲ ସିମ୍, ଯୋଉଟା ସାଟେଲାଇଟ ରିସିଭ୍ କରୁଛି, ସେଟା ୟୁନିଭର୍ସାଲ ପାୱାର ରିସିଭ୍ କରୁଥିଲା, ସେଟା ଆଉ ଟିକେ ଷ୍ଟ୍ରଙ୍ଗର ଦ୍ୟାନ ମୋବାଇଲ ଚିପ୍। ସେଇଭଳି ବହୁତ ଗୁଡିଏ ଜିନିଷ ଏଠି ଘଟଣା ଘଟୁଛି, ସେ ନେଟ୍ ଗୁଡାକୁ ଆମେ ଦେଖି ପାରୁନାହାନ୍ତି। ଯୋଉ ନେଟ୍ ୟୁଜ କରୁଛନ୍ତି ଆମେ ତାକୁ ଦେଖି ପାରୁନାହାନ୍ତି ନା, ଖାଲି ତାର ଆକ୍ସେସ ଗୁଡାକୁ ଦେଖୁଛନ୍ତି। ଆମେ ଜୀବନକୁ ନେଇ ଯେତେ ଘଟଣା ଘଟୁଛି ଆମେ ଦେଖୁନା, ସୂକ୍ଷ୍ମ ସ୍ତରରେ ବହୁ ଘଟଣା ଘଟୁଛି। ସେଥିପାଇଁ କି ଆପଣଙ୍କୁ ସେ ଦୃଷ୍ଟି ଦରକାର, ସେ ଦୃଷ୍ଟିକି ସେତିକି ପ୍ରଖର କରିବା ଦରକାର, ସେତିକି ଅଧ୍ୟବସାୟ ଦରକାର, ସେତିକି ସାଧନା ଦରକାର। ଆପଣ ବସୁଛନ୍ତି ସେଇ ସାଧନା ବେଳରେ ଆପଣ ଚାରିପଟର ଅରା ବି ଲୋକ ଦେଖିପାରିବେ, କେତେ ବାଟ ଆପଣଙ୍କ ଅରା ଯାଇଛି। ତ ବାବୁ
ଜୀବନର ସବୁଠାରୁ ଦୁଃଖ ସମୟ ଆପଣଙ୍କ ପାଇଁ କ'ଣ? ମଣିଷ ଜୀବନରେ ସବୁବେଳେ ଦୁଃଖ ଥାଏ। ଆପଣଙ୍କ ବ୍ୟକ୍ତିଗତ ଜୀବନ। ମୋ ବ୍ୟକ୍ତିଗତ ଜୀବନରେ ଦୁଃଖ ବହୁତ ଅଛି, କିନ୍ତୁ ଆମେ ଯେତେବେଳେ ଧରି ବସିବା ଦୁଃଖକୁ, ତାହେଲେ ସୁଖଟା କେତେବେଳେ ପଳେଇବ ବି ସେ ଦୁଃଖ ଭିତରେ ଜାଣିପାରିବାନି। ଲୋକଙ୍କର ଅଭ୍ୟାସ, ସିଏ ମତେ କ'ଣ ଭାବୁଛି, ଇଏ ତାକୁ ବେଶୀ ସମୟ ଭାବୁଛନ୍ତି। ମୁଁ ସେଇ ଜିନିଷଟା ଉଠେଇ ଦେଇଛି। ସିଏ କ'ଣ ଭାବୁଛି, ମୁଁ ଭାବିବି ନାହିଁ। ସିଏ ଭାବୁଛି କ'ଣ, ମୁଁ ଭାବନାରେ ସମୟ ବେଶୀ କାହିଁ ନଷ୍ଟ କରିବି ତା ବିଷୟରେ। ମୋର ଗୋଟେ ସ୍ପାନିଂ, ଗୋଟେ ଏବେ ଦେଖନ୍ତୁ ଗୋଟେ ଲାଇଫରେ ଆପଣ ଧରନ୍ତୁ ଗୋଟେ 70 ଇୟର୍ସ ଗୋଟେ ସ୍ପାନିଂ ଧରନ୍ତୁ ଗୋଟେ ଲୋକର। ବର୍ତ୍ତମାନ ସେ ଶୋଇବାରେ ପଳେଇଲା ତାର 8 ଘଣ୍ଟା ଯଦି ଶୋଉଛି ନା, ଶୋଇବାରେ ତାର 12, 14, 15 ବର୍ଷ ପଳେଇଲା। ଏବେକା ପିଲା ଯେମିତି ପିଲା ତାଙ୍କର ଯୋଉ ରିଲ୍ସ ଫିଲ୍ସ କରିବାରେ ତାଙ୍କର 10 ବର୍ଷ ପଳେଇ ଯାଉଛି। ସେ ଅଧେ ସମୟ ରିଲ୍ସରେ ରହିଯାଉଛନ୍ତି। ପାଠ ପଢାରେ ପଳେଇଲା 15, 17 ବର୍ଷ, 20 ବର୍ଷ ପର୍ଯ୍ୟନ୍ତ ଏଷ୍ଟାବ୍ଲିଶମେଣ୍ଟ ହବାରେ। 15 ସିଏ 15, 30 ଇଏ 10, 35, 40। ତ ଜୀବନକୁ ବୁଝିବା ପାଇଁ ଆଉ ଇନକମ ବାହାଘର ପରିବାର ସେ ଭିତରେ ଗଲା ବେଳକୁ ସେ ଭାବିଲା ବେଳକୁ ଜୀବନଟା ବିଷୟରେ ମରିବା ସମୟ ଆସିଗଲାଣି। ହଁ। ତେଣୁ ଆପଣ କେତେ ଦିନ ଭଗବାନଙ୍କ ପାଖରେ ଯୋଉ ଏଗ୍ରିମେଣ୍ଟ କରିକି ଆସିଛନ୍ତି ଯେ ମୁଁ ଯାଉଛି କିଛି କର୍ମ କରିକି ଆସିବି, ଭଲ କର୍ମ, ତା ଭିତରେ ଆମର ଅଧେ ସମୟ ପଳେଇ ଯାଉଛି ଏଇ ସବୁ କାମରେ। ଭଗବାନଙ୍କ ବିଷୟରେ କେବଳ ଭାବୁଛନ୍ତି କେତେବେଳେ, ଯେତେବେଳେ ଅସୁବିଧାରେ ପଡୁଛନ୍ତି। ଯେତେବେଳେ ଅସୁବିଧାରେ ପଡୁଛନ୍ତି, ଭଗବାନ ହୁଅନ୍ତୁ, ତାନ୍ତ୍ରିକ ହୁଅନ୍ତୁ, କୋଉଠି ଗୁଣିଗାରେଡି ହଉ, କିମ୍ବା କୋଉଠି ଯୋଉ ପୂଜା ପଦ୍ଧତି ମାଧ୍ୟମରେ ହଉ, ଏସବୁ ଚଲାଉଛନ୍ତି। ସେଗୁଡା ସବୁ କିଛି ନୁହଁ।